এটা ଖୋଲିଗଲା। ଏଇଟା ଏଇ ତାଲାଟା ବାଡ଼େଇଛନ୍ତି, ଖୋଲିନି। କାଲି ମୋର ପୁତୁରା ବାହାଘର ଥିଲା ଗୁରିଆବାରି। ମୁଁ ସକାଳ 9ଟାରେ ଗୁରିଆବାରି ଗଲି। ତାପରେ ବାହାଘର କାମ ସାରିକିରି ମୁଁ 9ଟା 45ରେ ଘରେ ପହଞ୍ଚିଲି। ରାତି 9ଟା 45। ଗେଟ୍ ଖୋଲିକି ଆମର ପାଚେରୀ ଗେଟ୍ ତାଲା ପଡ଼ିଥିଲା। ତାପରେ ସ୍ପଟିକଟା ଖୋଲିଲା ବେଳକୁ ସ୍ପଟିକ ଖୋଲା ଅଛି। ଝିଅ ତାଲା ଖୋଲିଲା। ତାପରେ ଫ୍ରଣ୍ଟ ରୁମ୍ର ଗେଟ୍ ଖୋଲେ ସେ ଭଙ୍ଗା ହେଇଛି। ଆମ ବେଡ଼ରୁମ୍ ତାଲା ଭଙ୍ଗା ହେଇଛି। ଆଉ ବାରିପଟ ତାଲା 2ଟା ତାଲା ପଡ଼ିଥିଲା ବାରିପଟର, ସବୁ ଭଙ୍ଗା ହେଇଛି। ସୁନା ମୁଦି ଗୋଟେ ଚୋରି ହେଇଛି, ଗ୍ରୀନ୍ ପଥର ଆଭରେଜ 9 ଗ୍ରାମ ଖଣ୍ଡେ ହେବ ସେ ମୁଦିଟା। ଆଉ ମୋ ସ୍ତ୍ରୀର ଗୋଟେ ଚେନ୍ ଆଉ ପାଉଁଜି ଚୋରି ହେଇଛି, ଚୁଡ଼ି ଗୋଟେ, ଆଉ ପଇସା 15,000 ଖଣ୍ଡେ। ଆମେ ତ କହିପାରୁନୁ ସେମାନେ ରଖିଥିଲେ କେତେ କ'ଣ। ମୁଁ ସ୍ତ୍ରୀ ଝିଅ ରଖିଥିଲା, ଝିଅର 2,000 ଝିଅ ରୁମ୍ରୁ, ମୋ ସ୍ତ୍ରୀରୁ 10-15,000 ଭିତରେ, ଟୋଟାଲ୍ 15,000 ଭିତରେ କ୍ୟାସ୍ ହେଇଥିବ ବୋଲି ମୁଁ ଆଶା କରୁଛି। ମୁଁ ଏକ୍ଜାକ୍ଟ କହିପାରୁନି। ପୋଲିସ ପେଟ୍ରୋଲିଂ ଟିକେ ହେଲେ ଭଲ ହୁଅନ୍ତା। ଟିକେ ସନ୍ଧ୍ୟା ସମୟ ଆମେ ତ ଏମିତି ନାଇଁ, ଆଗରୁ ଏମିତି ବାରିପଟେ ଏମିତି ମଝିରେ ମଝିରେ ଆଟାକ୍ କରିଛନ୍ତି। ଥରେ ଇଏ କରିଛନ୍ତି କିନ୍ତୁ ପଶି ପାରିନଥିଲେ ବାରିପଟୁ। ଥରେ ଆଗରୁ ପୂର୍ବରୁ ଏମିତି ଆଟାକ୍ କରି ସାନ ଭାଇ ଘର କଲାବେଳେ ସେମିତି ମୋର ଏଇ ଆଟାକ୍ କରିଥିଲେ, କିନ୍ତୁ ଆସିପାରିନାହାନ୍ତି। ଏଇଟା ପ୍ରଥମ ଥର ଜାଣି ଘରେ ପଶିକି ଚୋରି। ନାଇଁ, ସେମିତି ସନ୍ଦେହ ଆମେ ଆଉ କାହାକୁ କରିବା କିଛି। କିନ୍ତୁ ଆମେ ବାହାଘରକୁ ଯାଇଛୁ, କିଏ ଗୋଟେ କେମିତି ଆମକୁ ଗୋଟେ ଇଏ କରିଛି, ଟାର୍ଗେଟ୍ କରିଛି। ଟାର୍ଗେଟ୍ କରିକି ଏଇଟା ଗୋଟେ ବିଧିବଦ୍ଧ ଭାବେ ଯୋଜନା ହେଇକିରି ଏଇଟା ହେଇଛି ବୋଲି ମୁଁ ଆଶା କରୁଛି। ଆମର କାହା ସାଙ୍ଗରେ କଳିଗଡ଼ ବି ଏମିତି ସାହି ଭିତରେ ଆମର କିଛି ନାହିଁ। ଆମେ କେହି ଘରେ ନାହାନ୍ତି, ଘରେ ତାଲା ପଡ଼ିଛି। ସୁଯୋଗ ନେଇକି ଥାନାରେ ଅଭିଯୋଗ କରୁଛୁ। ପୋଲିସ ଆସିନାହାନ୍ତି, ଆସିବେ। ଝଡ଼ା ଇଏ ତାଲାଟା ଯିବାଟା ଏଇପଟୁ ଏପଟୁ ବାରିପଟେ ଆସିଲା।